କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସର ମଧ୍ୟରେ ସୁଭଦ୍ରା ଯୋଜନା ସକାଶେ ଏକ ଭବ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ପୂର୍ବତନ ବିଧାୟକ ମନୋଜ ପ୍ରଧାନ, ଓବିସି ଜିଲ୍ଲା ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଲେଙ୍କା, ଯୁବ ସଭାପତି ସନ୍ତୋଷ ପାତ୍ର, ବିଡିଓ ସୀମାଞ୍ଚଳ ମଣ୍ଡଳ ସିଡିପିଓ ମୌନାବତୀ ପାତ୍ର ମଞ୍ଚାସୀନ ରହିଥିଲେ। ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବସିବାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ଖାଦ୍ୟ ପାନୀୟ ଶୌଚାଳୟର ବ୍ୟବସ୍ଥା ହୋଇଥିବା ବେଳେ ପୋଲିସ ପ୍ରଶାସନ, ଅଗ୍ନିଶମ ବାହିନୀ ମୁତୟନ ହୋଇଥିଲେ। ସୁଭଦ୍ରା ଯୋଜନା ମାଧ୍ୟମରେ କିପରି ଭାବେ ମହିଳାମାନେ ସଶକ୍ତିକରଣ ହେବେ ଏବଂ ଏହି ଯୋଜନା ମାଧ୍ୟମରେ ମହିଳାମାନେ କିପରି ଭାବେ ସ୍ୱାବଲମ୍ବୀ ହେବେ ସେହି ଉପରେ ବିଡିଓ ସୀମାଞ୍ଚଳ ମଣ୍ଡଳ ଅଭିଭାଷଣ ପ୍ରଦାନ କରିଥିଲେ। ଉପସ୍ଥିତ ଅତିଥି, ମୁଖ୍ୟ ଅତିଥି, ପୋଲିସ, ଅଗ୍ନିଶମ ବାହିନୀ, ଗଣମାଧ୍ୟମ ଏବଂ ମହିଳାମାନଙ୍କୁ ସ୍ୱାଗତ ଜଣାଇ ବିଡିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ମଞ୍ଚ ପରିଚାଳନା ବିପିଏମ୍ ଜୟଦେବ ପ୍ରଦାନ କରିଥିଲେ। 17 ସେପ୍ଟେମ୍ବରରୁ 2 ଅକ୍ଟୋବର ପର୍ଯ୍ୟନ୍ତ ସ୍ୱଚ୍ଛତା ଦିବସ ପାଳନ କରିବା ସହିତ ସ୍ୱଚ୍ଛତା ସଂସ୍କାର ପାଇଁ ଶପଥ ଗ୍ରହଣ କରାଯାଇଥିଲା। ଏହି ଅବସରରେ 10 ଜଣ ହିତାଧିକାରୀଙ୍କୁ ଆବାସ ଯୋଜନା ଗୃହର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ 10 ଜଣ ହିତାଧିକାରୀଙ୍କୁ ଉପସ୍ଥିତ ଥିବା ସମିତି ସଭ୍ୟ, ସରପଞ୍ଚ ଏବଂ ମୁଖ୍ୟ ଅତିଥି ସମ୍ମାନିତ ଅତିଥିମାନଙ୍କ କର କମଳରେ ଗୃହ ପ୍ରବେଶ ପାଇଁ ତାଲା ଚାବି ପ୍ରଦାନ କରାଯାଇଥିଲା। ପରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ୱର ଏୟାରପୋର୍ଟରୁ ସିଧା ଗାଡ଼କଣା ପ୍ରଧାନମନ୍ତ୍ରୀ ଯାଇଥିବା ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିବା ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବା ପରେ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ 5,000 ଲେଖାଏଁ ଟଙ୍କା ଆସିଥିବାରୁ ମହିଳାମାନେ ଖୁସି ବ୍ୟକ୍ତ କରିଛନ୍ତି। ବର୍ଷକୁ 2ଟି କିସ୍ତି ମାଧ୍ୟମରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ବେଳେ ଏହି ଯୋଜନାରୁ ସିଧାସଳଖ ଟଙ୍କା ପାଇଁ ମହିଳାମାନେ କ୍ଷୁଦ୍ର ଶିଳ୍ପ କରି ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇପାରିବେ ବୋଲି ଆଶା ରଖି ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ 5,000 ଟଙ୍କା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ଓ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ସମସ୍ତ ହିତାଧିକାରୀ ମହିଳାମାନେ ଧନ୍ୟବାଦ ଜଣାଇଥିଲେ। କନ୍ଧମାଳ ରାଇକିଆରୁ ନୃସିଂହଚରଣ ଦାସଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।